ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଖାଳ ଭୋଗ ଶ୍ରୀମନ୍ଦିରରେ ପଇତାଲାଗି ନୀତି 22/5 ଶ୍ରୀମନ୍ଦିର ପୁରୀ ଏବଂ ଏଆଇ ଡିଜିଟାଲରେ କରାଯାଇଥିବା ଅନ୍ୟ ଭିଡ଼ିଓ ଫିଲ୍ମ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ୟୁଟ୍ୟୁବରେ ଲୋକାର୍ପଣ କରାଯାଇଛି। ସଦସ୍ୟ ଦୀପକ ରାଉତଙ୍କ ବ୍ୟବସାୟିକ ଅନୁଷ୍ଠାନ ବାର୍ଷିକ ପାଳନ ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡକ୍ଟର ନାରାୟଣ ମହାପାତ୍ର ଏବଂ ସଦସ୍ୟ ସୁଭାଷ ଜଗତୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଖାଳ ଭୋଗ ଶ୍ରୀମନ୍ଦିରରେ ପଇତାଲାଗି ନୀତି ଶ୍ରୀମନ୍ଦିରର 22 ପାହାଚ ଏବଂ ଏଆଇରେ କରାଯାଇଥିବା ଭିଡ଼ିଓ କାହାଣୀଗୁଡ଼ିକ ୟୁଟ୍ୟୁବରେ ଲୋକାର୍ପିତ କରାଯାଇଛି। ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଦେବଙ୍କ ସହିତ ସିଧାସଳଖ ଜଡ଼ିତ ଏକ ପବିତ୍ର ପର୍ବ। ଏହି ଦିନ ସୂର୍ଯ୍ୟଦେବ ଉତ୍ତରାୟଣରେ ପ୍ରବେଶ କରନ୍ତି। ମକର ସଂକ୍ରାନ୍ତି ଦିନ ଗଙ୍ଗା ସାଗରରେ ସ୍ନାନ କରିବାକୁ ମହାପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ। ଅତୀତରେ ଦିନରେ ପୁରପଲ୍ଲୀରେ ଗୋଟିଏ ପରମ୍ପରା ଥାଏ ତିଳ ଗୁଡ଼ ମିଠା ପରି ପାରମ୍ପରିକ ମିଠା ସେବନ କରାଯାଏ। ତିଳ ଶରୀରକୁ ଉଷ୍ମତା ଦେଇଥାଏ, ଗୁଡ଼ ଶୁଦ୍ଧତା ଏବଂ ମଧୁରତାର ଭରି ଦେଇଥାଏ, ଅର୍ଥାତ୍ ସ୍ୱାସ୍ଥ୍ୟ ଭଲ ରହି ସମ୍ପର୍କ ମଧୁରମୟ ହୁଏ। ଶ୍ରୀମତୀ ମମତା ରାଣୀ ରାଉତ, ଶ୍ରୀମତୀ ଉର୍ମିଳା ଜଗତୀ, ରେଣୁବାଳା ରାଉତ, ଦିଲ୍ଲୀପ ରାଉତ, ସୁରେଶ ବେଗ, ବିରଞ୍ଚି ମହାନ୍ତି ପରିବାର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ନା ଓଡ଼ିଶା ନ୍ୟୁଜ୍। लेटेस्ट न्यूज अपडेट पाई www.naodisha.com को लॉगिन करंतु।